କାଠ ମାଫିଆଙ୍କ କବଳରେ ଗ୍ରାମାଞ୍ଚଳ ବୃକ୍ଷରାଜି। ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡ଼ୁଛନ୍ତି ସବ୍-ମିଲ୍ର କଂସେଇଖାନାରେ। ଜଗତସିଂହପୁର ବନଖଣ୍ଡ ତରଫରୁ ପ୍ରତିବର୍ଷ ହଜାର ହଜାର ଚାରା ଗଛ ପ୍ରସ୍ତୁତ କରି ପ୍ରଦାନ କରାଯାଉଛି। ହେଲେ ଏହାର ବାସ୍ତବ ରୂପ କୃତ୍ରିମ ଜଙ୍ଗଲ କରିବା ଠାରୁ ବହୁତ ଦୂରରେ ରହିଯାଉଛି। ଗାଁ ଗହଳି ବାଡ଼ିଘରୁ କାଠ ମାଫିଆମାନେ ଅନବରତ ଗଛଗୁଡ଼ିକୁ ହତ୍ୟା କରି ଚାଲିଛନ୍ତି। ବୃକ୍ଷରାଜିକୁ ଯେପରି ଆତଙ୍କିକ ଗୁଳିରେ ଟଳି ପଡ଼ିଥିବା ସାଧାରଣ ଲୋକ, ଠିକ୍ ସେହିପରି ଆତଙ୍କୀମାନେ ଇନ୍ଦ୍ରଚନ୍ଦ୍ର ନମାନି ନାନାଦି ଗଛ, ଚାକୁଣ୍ଡା, ଆମ୍ବ, ଶାଗୁଆନ, ତାଳ, ନଡ଼ିଆ, ପଣସ, ନୀଳଗିରି ଆଦି ଗଛକୁ କାଟି ସଫା କରିଦେଲେଣି। ତଥାପି ମନ ବୁଝୁନି, ପରିବେଶ କେଉଁ ଆଡ଼କୁ ଯାଉଛି। ଜଗତସିଂହପୁର ଜିଲ୍ଲାରେ ସବ୍-ମିଲ୍ ହେବା ପାଇଁ ସରକାର ପରମିଶନ ଦେବା ପରେ ମାଫିଆମାନଙ୍କ ଭୂସ୍ୱର୍ଗ ପାଲଟି ଯାଇଛି ଏହି ଗ୍ରାମାଞ୍ଚଳ। ଗଛ କଟା ଚାଲିଛି ଅନବରତ। ଚାରିଆଡ଼େ ଖାଲି ବୃକ୍ଷର ଶବ ଅଟ୍ଟହାସ୍ୟ କରୁଛି। ହେ ମଣିଷ, କେବେ ବୁଝିବୁ ତୋ ନିଜ ପରିବେଶ? ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।